ଜୟଗୁରୁ ବନ୍ଧୁଗଣ, ଆଜି ଆଉ ଗୋଟିଏ ଅପୂର୍ବ କାହାଣୀ, ଅଲୌକିକ କାହାଣୀଟିଏ ନେଇ ଆସିଛୁ। ଭକ୍ତ ଦୀନନାଥଙ୍କର ସେହି ଅପୂର୍ବ କାହାଣୀ। କଳ୍ପନା କରନ୍ତୁ, ଗୁରୁ ଥିବା ସତ୍ତ୍ୱେ ଜଣେ ଭକ୍ତ କାହିଁକି ଠାକୁରଙ୍କ ପାଖକୁ ଗଲେ? ଏହା କ'ଣ ତାଙ୍କର ଗୁରୁ ତ୍ୟାଗ ଥିଲା, ନା କି ଏହାର ପଛରେ ଥିଲା ଗୋଟିଏ ଗଭୀର ସତ୍ୟ? କହିଲେ ଆଜି ଏହି କାହାଣୀ ଆମକୁ ଶିଖାଇବ, କେଉଁ ଗୁରୁଙ୍କୁ ଧରିଲେ ସବୁ ଦୁଃଖ ଆମର ଦୂର ହୁଏ। ଧନୀ ମହାଜନ ଦୀନନାଥ ପାଲ, ଯିଏ ଦିନେ ସବୁକିଛି ମକଦ୍ଦମାରେ ହାରି ଯାଇଥିଲେ, କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ସତନାମ ଗ୍ରହଣ କରିବା ପରେ ତାଙ୍କ ଜୀବନରେ ଘଟିଲା ଏମିତି ଘଟଣା, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ଶୁଣିବା ସେହି ଭକ୍ତର ଅପୂର୍ବ କାହାଣୀ, ଯାହା ଆଜି ବି ଅନେକଙ୍କ ମନରେ ଯେଉଁ ନିରାଶା ହତାଶା ଭରି ରହିଛି, ତା ଅବଶ୍ୟ ଦୂର ହେବ। ଭକ୍ତ ଦୀନନାଥ ପାଲଙ୍କ ଅପୂର୍ବ ଅଲୌକିକ କାହାଣୀ ଶୁଣି ଆମମାନଙ୍କର ଭକ୍ତି ଭାବ ଆହୁରି ଗଭୀର ହେବ, ଯାହା ପ୍ରମାଣ କରିବ ସତନାମରେ କେତେ ଅସୀମ ଶକ୍ତି ରହିଛି। ଶ୍ରୀଯୁକ୍ତ ଦୀନନାଥ ପାଲ ମହାଶୟ କୁଷ୍ଟିଆର ଜଣେ ବଡ଼ ଧନୀ ମହାଜନ ଥିଲେ। କୌଣସି ଏକ ମକଦ୍ଦମାରେ ହାଇକୋର୍ଟ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ପ୍ରାୟ 20,000 ଟଙ୍କା ଖର୍ଚ୍ଚ କରି ମଧ୍ୟ ଜୟଲାଭ କରିପାରିଲେ ନାହିଁ। ଏପଟେ ବ୍ୟବସାୟ ବାଣିଜ୍ୟରେ ବି ଠିକ୍ ସେହି ସମୟରେ ଅନେକ କ୍ଷତି ସହିବାକୁ ହେଲା। ପାଲ ମହାଶୟ କର୍ପଦକ ଶୂନ୍ୟ ହୋଇପଡ଼ିଲେ। ତାଙ୍କୁ ଋଣଗ୍ରସ୍ତ ହେବାକୁ ପଡ଼ିଲା। ସବୁ ସମ୍ପତ୍ତି ଓ କୋଠାଘର ବନ୍ଧକ ରଖି ପ୍ରାୟ 30,000 ଟଙ୍କା କରଜ କରିବାକୁ ପଡ଼ିଲା। ହାଇକୋର୍ଟଙ୍କ ରାୟ ଅନୁସାରେ ଗୋଟିଏ ପୁଅ ଆଉ ଗୋଟିଏ କର୍ମଚାରୀକୁ ମଧ୍ୟ ଦଣ୍ଡାଦେଶ ଶୁଣିବାକୁ ହେଲା। ଏପଟେ କରଜ ଆଣିଥିବା ମହାଜନ ମାନେ ମଧ୍ୟ ଆଉ ସମୟ ଦେବାକୁ ବିଲକୁଲ ରାଜି ହେଲେ ନାହିଁ। ବର୍ତ୍ତମାନ ତାଙ୍କର ମାନସିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା। ସେ ଜଣେ ବିଶିଷ୍ଟ ଧନୀ ମହାଜନ ଓ ତାଲୁକଦାର ରୂପେ ପରିଚିତ ଥିଲେ। କେତେ ମାନ ସମ୍ମାନ ପ୍ରତିଷ୍ଠା ଥିଲା। ଆଜି ତାଙ୍କର ଏହି ଦୁର୍ଦ୍ଦଶା। ଅତି ଶୀଘ୍ର ମହାଜନମାନେ ଡିଗ୍ରୀ ହାସଲ କରି ସମସ୍ତ ସମ୍ପତ୍ତି ଓ ବସାଘର ପର୍ଯ୍ୟନ୍ତ ବିକ୍ରୟ କରିଦେବେ ବୋଲି ମନସ୍ଥ କରିଛନ୍ତି। ଏତେ ବଡ଼ ପରିବାର, ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ଟିକିଏ ରହିବ ନାହିଁ। ଭରଣ ପୋଷଣର କୌଣସି ଉପାୟ ରହିବାର ମଧ୍ୟ ଆଶା ହିଁ ନାହିଁ। ତାଙ୍କ ଘରେ କିନ୍ତୁ ଜଣେ ପୂଜାରୀ ବ୍ରାହ୍ମଣ ବହୁ ଦିନରୁ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କର ପଟ୍ଟମୂର୍ତ୍ତିର ପୂଜା ଆରାଧନା କରୁଥାଏ। ପ୍ରାଣର ଆବେଗରେ ଦିବାରାତ୍ର ନାମ ଜପ ବି କରୁଥାନ୍ତି। କିନ୍ତୁ କୌଣସି ମତେ ଦୁର୍ଦ୍ଦଶାର ପ୍ରତିକାର ବା କୌଣସି ପ୍ରକାର ଉପଶମ ହେଉନାହିଁ। ତାଙ୍କ ମନରେ ବିନ୍ଦୁଏ ମାତ୍ର ଶାନ୍ତି ହିଁ ନାହିଁ। ଦିନକୁ ଦିନ ଖାଇବାରେ ମଧ୍ୟ ଅରୁଚି ଆସିଯାଉଛି। ରାତିରେ ନିଦ ଭଲସେ ହୁଏ ନା। ଏହିପରି ପ୍ରାୟ 4 ବର୍ଷ ବିତିଗଲା। ଶରୀର ବେଳକୁ ବେଳ ଭାଙ୍ଗି ପଡ଼ିଲାଣି। ବିଭତ୍ସ ବିଶୀର୍ଣ୍ଣ ମନରେ ଜୀବନଟା ଅସହାୟ ବୋଧ ହେଲାଣି। କୌଣସି ଉପାୟ ହିଁ ନାହିଁ। ସମସ୍ତେ ଜାଣନ୍ତି, ପାଲ ମହାଶୟ ଖୁବ୍ ଶାନ୍ତ ସ୍ୱଭାବପର, ସତଲୋକ ଓ ଚରିତ୍ରବାନ ପୁରୁଷ ମଧ୍ୟରୁ ଜଣେ। ସେ ଜାଣିପାରୁନାହାନ୍ତି କ'ଣ କଲେ, କେଉଁଠାକୁ ଗଲେ ବା କାହା ନିକଟକୁ ଗଲେ ଶାନ୍ତି ମିଳିବ। ଶ୍ରୀ ଶ୍ରୀ ଠାକୁରଙ୍କର ପାର୍ଷଦ ଭକ୍ତ ଶ୍ରୀଯୁକ୍ତ ସତୀଶ ଚନ୍ଦ୍ର ଗୋସ୍ୱାମୀ ମହାଶୟଙ୍କ ଆଶ୍ରମ ବାଟିରେ ପ୍ରତ୍ୟହ ରାତ୍ରରେ ସଂକୀର୍ତ୍ତନ ହେଉଥିଲା। ଆଉ ସେହି ସଂକୀର୍ତ୍ତନ ଶୁଣିବା ପାଇଁ ପାଲ ମହାଶୟ କିଛି ଦିନ ସେଠାକୁ ଆସନ୍ତି। ଦିନେ
ସେ ତାଙ୍କୁ ପଚାରିଲେ, ଡାକ୍ତର ବାବୁ, ଶୁଣିଲି ଆପଣମାନଙ୍କର ଠାକୁର ଖୁବ୍ ଅଲୌକିକ ଶକ୍ତିର ସମ୍ଭାର। ତାଙ୍କର ଶରଣାପନ୍ନ ହେଲେ ମୋର ଏ ବିପଦର କୌଣସି ସମାଧାନ ହୋଇପାରିବ କି? ଡାକ୍ତର ବାବୁ କହିଲେ, ସେ ଅସୀମ ଅତିମାନବ ଶକ୍ତି ସମ୍ପନ୍ନ ହେଲେ ମଧ୍ୟ ସେ ଶକ୍ତି ପ୍ରକାଶ କରନ୍ତି ନାହିଁ କି କରିବାକୁ ଚାହାନ୍ତି ନାହିଁ ବା ଲୋକ ଦେଖାଣିଆ କାର୍ଯ୍ୟରେ ନିଯୁକ୍ତ କରନ୍ତି ନାହିଁ। ସେ କହନ୍ତି, ସତନାମ ମାହାତ୍ମ୍ୟରେ ସବୁ କିଛି ହୋଇପାରେ, ସର୍ବ ଆପଦରୁ ରକ୍ଷା ବି ପାଇହୁଏ। ଦେଖନ୍ତୁ, ଏଠାକୁ ଲୋକ ଆଧ୍ୟାତ୍ମିକ ଉନ୍ନତି କାମନାରେ ହିଁ ଆସିଥାନ୍ତି, ହେଲେ ସେଥିରେ ଫଳପ୍ରାପ୍ତ ହୋଇଥାନ୍ତା, ଶାନ୍ତି ଲାଭ କରିଥାନ୍ତା। ଅର୍ଥ ପାଇଁ ଏଠାକୁ ଆସିଲେ କୌଣସି ଫଳପ୍ରଦ ହେବ କି ନାହିଁ ମୁଁ ବି ମଧ୍ୟ ଠିକ୍ ସେ କହିପାରୁନାହିଁ। ସତ୍ୟାନ ସ୍ମରଣରେ ଶ୍ରୀ ଠାକୁର ଲେଖିଛନ୍ତି, ଅର୍ଥ, ମାନ, ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ, ଠକିଯିବ। ତୁମର ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ତେବେ ଧର୍ମ ପାଇଁ ଆସି ସାଧନା କଲେ ସତନାମ ମାହାତ୍ମ୍ୟରେ ସବୁ ବିଷୟରେ ଶାନ୍ତି ଲାଭ କରାଯାଇପାରେ। ସେହି ଭାବରେ ଯଦି ଆପଣ ଆସିପାରିବେ ବୋଲି ଭାବୁଛନ୍ତି, ତେବେ ଆସନ୍ତୁ। ଏପରି କୌଣସି ଉପାୟ କ'ଣ ଆପଣଙ୍କ ଠାକୁରଙ୍କ ନିକଟରୁ ମିଳିପାରିବ ନାହିଁ? ମୁଁ କହିଲି, ଚେଷ୍ଟା କରି ଦେଖିପାରନ୍ତି। ଏହି ସର୍ବଶକ୍ତି ସମ୍ପନ୍ନ ସତନାମ ଗ୍ରହଣ କରି ସାଧନ ଭଜନ ପ୍ରଣାଳୀ ଶିକ୍ଷା କରି ଦେଖିପାରନ୍ତି। ଏହି ନାମ ମାହାତ୍ମ୍ୟ ଦ୍ୱାରା ଅନେକ ଶାନ୍ତି ପାଇଛନ୍ତି। ଚେଷ୍ଟା କଲେ ଆପଣ ମଧ୍ୟ ଶାନ୍ତି ପାଇପାରନ୍ତି। ସେ କହିଲେ, ମୋର ଯେ ପୂର୍ବରୁ ଗୁରୁ ଅଛନ୍ତି, ଗୁରୁ ତ୍ୟାଗ କରିବି କିପରି? ଡାକ୍ତର ମହାଶୟ କହିଲେ, ଗୁରୁ ତ୍ୟାଗ କରିବାକୁ ହେବ ନାହିଁ, ବରଂ ତାଙ୍କୁ ଯଥାରୀତି ଭକ୍ତି ଶ୍ରଦ୍ଧା କରିବାକୁ ହେବ। ତେବେ ଏହି ନାମଟି ଜପ କରିବାକୁ ହେବ ଅନବରତ। ସାଧନା ଭଜନ ମଧ୍ୟ ଏହି ପ୍ରଣାଳୀରେ କରିବାକୁ ହେବ। ସେ ପୂର୍ବ ପ୍ରଣାଳୀ ମତେ ସାଧନା କରି କୌଣସି ଫଳ ପାଇପାରି ନାହାନ୍ତି, ସେଇଥିପାଇଁ ବୋଲି ଆପଣ କହୁଛନ୍ତି। ପ୍ରକୃତ ସଦ୍ଗୁରୁ ଲାଭ ହେଲେ ତ୍ୟାଗ କରିବା ମହାପାପ। ବାସ୍ତବିକ ଉପଯୁକ୍ତ ଗୁରୁ ହେଲେ ସେ ଗୁରୁ ତ୍ୟାଗ ହୋଇପାରେ ନା। ତେବେ ଗୁରୁ ନ ହୋଇ ଯଦି ଲଘୁ ହୁଅନ୍ତି, ଯଦି ସାଧକ ନ ହୁଅନ୍ତି, ଯଦି ସಚ್ಚରିତ୍ର ନ ହୁଅନ୍ତି, ଯଦି ଜ୍ଞାନୀ ବା ଭକ୍ତ ନ ହୁଅନ୍ତି, ଯଦି ଉପଯୁକ୍ତ ନ ହୁଅନ୍ତି, ତାଙ୍କ ପ୍ରତି ପ୍ରକୃତ ଭକ୍ତି ଯଦି ନ ଆସେ, ଯଦି ଲୋକ ଦେଖାଣିଆ ଭକ୍ତି କରିବାକୁ ହୁଏ ବା ତାଙ୍କରି ଭୟରେ ଭକ୍ତି କରିବାକୁ ହୁଏ, ତେବେ ସେ ଗୁରୁଙ୍କୁ ଗୁରୁ କୁହାଯାଏ ନାହିଁ। ସେ ଗୁରୁକରଣ ନୁହେଁ। ଗୁରୁ ନହେଲେ ତାର ପୁଣି ତ୍ୟାଗ କ'ଣ? ଶାସ୍ତ୍ରରେ ଅଛି, ଶିର ନାସ୍ତି ଶିରଃ ପୀଡ଼ା। ଗୁରୁ ଯଦି ଉପଯୁକ୍ତ ନ ହୁଅନ୍ତି ଆଉ ତାଙ୍କ ପାଖରୁ ଯଦି କୌଣସି ଫଳ ନ ମିଳେ, ତେବେ ସଦ୍ଗୁରୁ ଆଶ୍ରୟ କରିବା ହିଁ କର୍ତ୍ତବ୍ୟ। ଏଥିପାଇଁ ପୂର୍ବ ଗୁରୁଙ୍କୁ ପରିତ୍ୟାଗ ବା ଅଭକ୍ତି କରିବାକୁ ହେବ ନାହିଁ। ବଂଶ ପରମ୍ପରା କ୍ରମିକ କୌଣସି ସମ୍ବନ୍ଧ ନଥାଏ। ଲୋକାଚାର ବା ଶାସ୍ତ୍ରାନୁସାରେ ବିବାହ ଶ୍ରଦ୍ଧାଦି ଉପଲକ୍ଷରେ ଗୁରୁଙ୍କର ଯାହା ପ୍ରାପ୍ୟ ହୁଏ ତାହା ସେହି ଗୁରୁଙ୍କୁ ଦେଇପାରନ୍ତି। ଏମାନେ ସେସବୁ ଗ୍ରହଣ ଇଚ୍ଛୁକ ନୁହନ୍ତି। ତଥାପି ପ୍ରକୃତ ରାସ୍ତା ପାଇବାକୁ ହେଲେ ଏହା ବିଚାର କରିବାକୁ ହେବ ଯେ ଜଣେ ଅନ୍ଧ ଅନ୍ୟ ଅନ୍ଧକୁ କିପରି ପଥ ଦେଖାଇବ। ଶ୍ରୀ ଶ୍ରୀ ରାମାନୁଜ 2 ବାର ପରା ଗୁରୁ ଗ୍ରହଣ କରିଥିଲେ। ଶ୍ରୀ ଶ୍ରୀ ବୁଦ୍ଧଦେବ ବି 3 ବାର ଗୁରୁ ଗ୍ରହଣ କରିଥିଲେ। ଆଉ ଯାହା ଆମକୁ ଶିକ୍ଷା ଦିଏ ତାହା ସଦା ଉନ୍ନତି ମାର୍ଗରେ ଲକ୍ଷ୍ୟ ରଖି ଚାଲିବାକୁ ହୁଏ।
ଆଉ ଗୋଟିଏ କାମ କରିବାକୁ ପଡ଼ିବ। ଏଇ ସତନାମ ଗ୍ରହଣ କରନ୍ତୁ। ତାହାପରେ ପାଲ ମହାଶୟ ଏଇ ସତନାମ ଗ୍ରହଣ କଲେ। ଯଥାରୀତି ସାଧନା ମଧ୍ୟ କରନ୍ତି। 1 ସପ୍ତାହ ପରେ ମୋତେ କହିଲେ, ଡାକ୍ତର ବାବୁ, ବଡ଼ ଆଶା କରି ଆପଣଙ୍କ ନିକଟକୁ ଆସିଥିଲି, କିନ୍ତୁ ମୋର ତ କିଛି ହେଲା ନାହିଁ, କୌଣସି ଉନ୍ନତି ଦେଖିପାରୁନାହିଁ। ଡାକ୍ତର ବାବୁ କହିଲେ, ଦେଖନ୍ତୁ, ହତାଶ ହେବେ ନାହିଁ। 50 ବର୍ଷ ବା 100 ବର୍ଷର ସାଧନାରେ ଯାହା ହୁଏ ନା, ଆପଣ 7 ଦିନରେ ତାହା ପାଇବାକୁ ଚାହାନ୍ତି? ତାହା କି କେବେ ସମ୍ଭବ ହୁଏ? ଅନ୍ତତଃ ମାସେ ସାଧନା କରନ୍ତୁ। ଅନ୍ୟ ପ୍ରଣାଳୀରେ ସାଧନା କରି ବହୁ ବର୍ଷରେ ଯାହା ହୁଏ ନାହିଁ, ଅଳ୍ପ ଦିନରେ ଏଠାରେ ତାହା ହୋଇଥାଏ। ବିଶ୍ୱାସ ରଖି ଚାଲନ୍ତୁ। ଅନେକଙ୍କର ଯେପରି ହେବାର ଦେଖୁଛି, ସେହିପରି କରି ଦେଖନ୍ତୁ ନା। ପାଲ ମହାଶୟ ବିଦାୟ ନେଇ ଘରକୁ ଗଲେ। ପରବର୍ତ୍ତୀ ସପ୍ତାହରେ ପାଲ ମହାଶୟଙ୍କୁ ଆଉ ଦେଖିବାକୁ ମିଳିଲା ନାହିଁ। ମନରେ ବଡ଼ ସନ୍ଦେହ ଜାତ ହେଲା ଯେ ସେଇ ଲୋକଟି ଭଲ କରି ନାମ କରିନାହିଁ ବୋଧେ, କାର୍ଯ୍ୟତଃ ଫଳ ମଧ୍ୟ ପାଇନାହିଁ, ସତନାମ ମାହାତ୍ମ୍ୟ ଅବଗତ ହୋଇପାରି ନାହିଁ। ବୋଧହୁଏ ଦୁର୍ବଳ ହୃଦୟ ହୋଇ ପଡ଼ିଛି। ଯାହା ହେଉ, ଲୋକଟି କିନ୍ତୁ ବଡ଼ କଷ୍ଟରେ, ବଡ଼ ଯନ୍ତ୍ରଣାରେ ଦିନ କଟାଉଛି। ଆହା, ତାକୁ ଥରେ ଦେଖିବାକୁ ଯିବା ଉଚିତ। ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଜିଜ୍ଞାସା କରିବାରୁ ସେ କହିଲେ, ସେଇ ଲୋକକୁ 2ଟା ଆଶାର ବାଣୀ ଶୁଣାଅ, 2ଟା ମିଠା କଥା କୁହ। ଏହା ଉଚିତ ମନେକରି ତାଙ୍କ ବସାକୁ ଗଲୁ। ତାଙ୍କୁ କହିଲୁ, କ'ଣ ପାଲ ମହାଶୟ, ଆଉ ଯେ ଆପଣଙ୍କ ଦେଖା ମିଳୁନାହିଁ, କିପରି ଅଛନ୍ତି? ପାଲ ମହାଶୟ ହୃଷ୍ଟ ଚିତ୍ତରେ କହିଲେ, ଆହା, କ'ଣ କହିବି ଡାକ୍ତର ବାବୁ, 4 ବର୍ଷ ଭଲ କରି 2ଟା ଖାଇନଥିଲି, ଦିନେ ବି ରାତିରେ ଭଲ ନିଦ ବି ହୋଇନଥିଲା। ଏହିପରି ଅବସ୍ଥା ମୋର ହୋଇଯାଇଥିଲା, କିନ୍ତୁ ଏବେ ସେସବୁ ଅତି ସୁରୁଖୁରୁରେ ହୋଇଯାଉଛି ତ, ଟିକେ ଆନନ୍ଦ ଚିତ୍ତରେ ରହିଯାଇଛି। କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ, ତାଙ୍କର ଚରଣ ଆଶୀର୍ବାଦରୁ, ଏହି ସତନାମ ମାହାତ୍ମ୍ୟରୁ ମୋର ଆହାରରେ ବିଶେଷ ରୁଚି ହୋଇଯାଇଛି। ନିରାମିଷ ଭୋଜନ କରି ଖୁବ୍ ଭଲରେ ଅଛି। ନାମ କରୁ କରୁ ସନ୍ଧ୍ୟାରେ ଶୋଇପଡ଼ୁଛି, ଆଉ ଭୋର ହେଲେ ଯାଇ ନିଦଟା ଭାଙ୍ଗୁଛି। ଦେଖନ୍ତୁ, ମୋର ଏଇ 60 ବର୍ଷ ବୟସରେ ମୁଁ କେମିତି 30 ବର୍ଷ ବୟସ ପରି ଫୁର୍ତ୍ତି ଓ ତେଜ ଅନୁଭବ କରୁଛି। ଯଥାସାଧ୍ୟ ନାମ କରୁଛି ତ, ଆନନ୍ଦ ମଧ୍ୟ ପାଇଯାଉଛି, ବେଶ ଶାନ୍ତିରେ ରହିଯାଇଛି। ତେଣୁ ସାଂସାରିକ ଗୋଳମାଳ ବା ବିପଦ ବୋଲି ଆଉ କୌଣସି ଭୟ ବା ଅଶାନ୍ତି ବୋଧେ ହେଉନାହିଁ। ଆପଣ ଦିନେ ଶ୍ରୀ ଶ୍ରୀ ଠାକୁରଙ୍କ କଥା କହିଥିଲେ ନା, ନିର୍ଭୟ କର, ନିର୍ଭୟ ହୁଅ। ମୋର ତାହା ହିଁ ହୋଇଛି। ଆଉ ଗୋଟିଏ ସୁସମ୍ବାଦ ଶୁଣନ୍ତୁ ଆଜ୍ଞା। ଯେଉଁ ମହାଜନ ମାନେ ଜିଦ୍ କରି ମୋର ଯଥା ସର୍ବସ୍ୱ ସମ୍ପତ୍ତି ବାଡ଼ି ବିକ୍ରୟ କରିବାକୁ ବଦ୍ଧ ପରିକର ହୋଇଥିଲେ, ଶ୍ରୀ ଶ୍ରୀ ଠାକୁରଙ୍କ ଅପାର କରୁଣାରୁ ଓ ସତନାମର ଅପାର ମହିମାରୁ ସେହି ମହାଜନ ମାନେ ହଠାତ୍ ଦିନେ ମୋ ଘରକୁ ଆସି ବହୁ ଟଙ୍କା ମାଫ କରିଦେଇ କିସ୍ତି ବନ୍ଦ କରିଦେଇଛନ୍ତି। ଆଉ କିସ୍ତି ଦେବାକୁ ପଡ଼ୁନାହିଁ। ମନରେ ଖୁବ୍ ଆନନ୍ଦ ପାଉଛି ବାବୁ। ସତନାମ ଦ୍ୱାରା ମୋର ସମସ୍ତ ଯନ୍ତ୍ରଣା ନିବାରିତ ହୋଇଛି ବାବୁ। ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରଧାନ ଭକ୍ତମାନଙ୍କ ମଧ୍ୟରୁ ଇଏ ହେଉଛନ୍ତି ଆଉ ଜଣେ ସେହି ମହାନ ଭକ୍ତ ବନ୍ଧୁଗ, ଯାହାର ଏହି ଅମୃତ କାହାଣୀ ଆପଣମାନେ ଆଜି ଶୁଣିଲେ। ଆଶା କରିବି ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥିବ। ଆଉ ଯେଉଁ ଭକ୍ତ ବୃନ୍ଦମାନେ ଗୁରୁଙ୍କୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି, ଆଜି ତାର ଉତ୍ତର ମଧ୍ୟ ପାଇଥିବେ। ତେବେ ଆସନ୍ତୁ, ଆଜିର ଏହି ଭିଡ଼ିଓଟି ଭଲ ଲାଗିଥିଲେ ଆମକୁ କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି,
ତାହେଲେ ଶୀଘ୍ର ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍ ବଟନକୁ ଦବାଇ ରଖନ୍ତୁ, ତାକି ଠିକ୍ ଏହି ସମୟରେ କାଲି ଆଉ ଗୋଟିଏ ବିଷୟ ନେଇ ଆସିବୁ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।